ବହୁତ କଥା ମତେ ସେୟାର କରେ। ତାର ବହୁତ କମ ଦୋସ୍ତି ଆମ ସାଙ୍ଗରେ ଥାଏ ମାନେ ମାନେ କଣ କି ଦୋସ୍ତି ମାନେ କଣ ଯେହେତୁ ସାନ ସିଏ ଆମ ମତେ ଆଉ ଅଭିଜିତ ମିଶ୍ରକୁ ଏମିତି ଜଣକୁ ସିଏ ଟିକେ ହୃଦୟରୁ ଡରେ କିନ୍ତୁ ସେୟାର ବି କରେ କଥା ପ୍ରତ୍ୟେକ କଥା। ମଝିରେ ଆମେ ଲାଷ୍ଟ ଟାଇମ କଥା ହେଇଥିଲୁ ମୁଁ ଜାଣିବା ପାଇଁ ପାଉଥିଲି ଯେ ତାଙ୍କ ଝିଅକୁ ସେ ବହୁତ ମିସ୍ କରୁଥିଲେ। ବହୁତ ଥର କହୁଥିଲେ ଦାଦା ଇଚ୍ଛା ହଉନି ବଞ୍ଚିବା ପାଇଁ ଇଚ୍ଛା ହଉନି ଯେ ମୋ ଝିଅକୁ ଟିକେ ଦେଖିପାରୁନି ମୁଁ ଯାଇପାରୁନି ଝିଅକୁ ଦେଖିବା ପାଇଁ। ଏ କଥା ମୁଁ ପରିପ୍ରକାଶ କରେନି ଆଉ ଉଚିତ ନୁହେଁ ଯେ ଏ ସମୟରେ ପରିପ୍ରକାଶ କରିବା କିନ୍ତୁ ମୁଁ ଏତିକି ଜାଣିଛି ତା ଝିଅକୁ ସେ ବହୁତ ଭଲ ପାଉଛି ବହୁତ ଭଲ। ଆମେ ଏମଆରଆର ଷ୍ଟୁଡିଓରେ ବସିଥିଲୁ ଶକ୍ତି ଭାଇ ମୁଁ କୃଷ୍ଣଚନ୍ଦ୍ର ଭାଇ ଧୀର ଭାଇଙ୍କର ଗୋଟେ ମ୍ୟୁଜିକ ହଉଥିଲା ମୁଁ ଆସିଥିଲି ସାବିତ୍ରୀ ମ୍ୟୁଜିକ ପାଇଁ ମୁଁ ପଛରେ ବସିଲି ତାଙ୍କର କମେଡି ଚାଲିଥାଏ ସେ ସବୁବେଳେ କମେଡି କରେ ଷ୍ଟୁଡିଓରେ ଆ ବିଷୟରେ ଯିଏ ନଥିବ ମାନେ କାହାର କିଏ କେମିତି କଥା ହୁଏ କେମିତି ଗୀତ ଗାଆନ୍ତି ସମସ୍ତଙ୍କୁ ନକଲ କରିବ ବସେଇ ବସେଇ ପେଟ ବଥା କରିଦବ ସିଏ ଚାଲିଥାଏ ମୁଁ ଏଣ୍ଟ୍ରି କଲି ସମସ୍ତେ ଅଛନ୍ତି ସେ ଆସିଲା ପାଦ ଧରିକି ଜୁହାର ହେଲା ଆଉ ସବୁବେଳେ ସେ ସେୟା କରେ ମୁଁ ତାକୁ ସବୁବେଳେ ମନା କରେ ହ୍ୟୁମାନ ତୁ ଏତେ ବଡ ଷ୍ଟାରଟା ଆମ ଓଡ଼ିଶାର ମତେ କେବେ ଜୁହାର ହେଲା କିନ୍ତୁ ତା ଭିତରେ ସେତିକି ଶାଳୀନତା ସେତିକି ସମ୍ମାନ ଦେବାର କ୍ୟାପାସିଟି ମୁଁ ହୁଏତ ବଡ ଭାଇ ହେଇପାରେ କିନ୍ତୁ ସେଇ ଜିନିଷଟା ତାଠୁ ଶିଖିଗଲି ଯେ ସମ୍ମାନ ଦେଲେ ସମ୍ମାନ ମିଳେ।